ଆଜି ମୁଁ ପଢ଼ିବି କହିବା ଆଗରୁ କରିବା। ସାନୁ ବିଦ୍ୟାଳୟରୁ ଘରକୁ ଫେରିଲା। ମା ତାକୁ ପଚାରିଲେ, ତୁମ ବିଦ୍ୟାଳୟରେ ଆଜି କ'ଣ କ'ଣ ହେଲା? ସାନୁ କହିଲା, ଆଜି ପରା ଅକ୍ଟୋବର 2 ତାରିଖ। ଆମ ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରାଗଲା। ଆମେ ଓ ଆମ ଗୁରୁଜୀ ମାନେ ବାପୁଙ୍କ ଫଟୋ ଚିତ୍ରରେ ଫୁଲ ଚଢ଼ାଇଲୁ। ଆଉ କିଛି ହେଲାନି? ମା ପଚାରିଲା। ସାନୁ ଉତ୍ତର ଦେଲା, ହଁ, ଗୁରୁଜୀ ଗାନ୍ଧିଜୀଙ୍କ ବିଷୟରେ ସୁନ୍ଦର ସୁନ୍ଦର କାହାଣୀ ଶୁଣାଇଲେ। ବହୁତ ମଜା ଲାଗିଲା। ମା, ଆଚ୍ଛା, ଆଉ କ'ଣ କହିଲେ? କ'ଣ ସବୁ କହିଲେ? ସାନୁ, ଗାନ୍ଧିଜୀଙ୍କର ପିଲାଦିନର କେତେକ ଚମତ୍କାର ଘଟଣା। ମା, ଆଉ ତାଙ୍କ ବଡ଼ ଦିନର କଥା କିଛି କହିଲେ ନାହିଁ? ସାନୁ, ହଁ, ଖୁବ୍ କମ୍। ତମେ କିଛି କୁହ ନା? ମା, କହୁଛି ଶୁଣ। ମା କାହାଣୀ ଆରମ୍ଭ କଲେ। ସାନୁ ଶୁଣିବାକୁ ଲାଗିଲା। ଥରେ ଗାନ୍ଧିଜୀଙ୍କ ପତ୍ନୀ କସ୍ତୁରବା ବେମାରରେ ପଡ଼ିଥିଲେ। ଔଷଧ ପତ୍ରରୁ କିଛି ବି ସୁଫଳ ମିଳିଲା ନାହିଁ। ଗାନ୍ଧିଜୀ ଚିନ୍ତିତ ହୋଇ ପଡ଼ିଲେ। ସେ ପୁସ୍ତକରୁ ପଢ଼ିଥିଲେ ଯେ ବେମାରରେ ପଡ଼ିଥିବା ଲୋକ ଲୁଣ ନ ଖାଇଲେ କିଛିଟା ଉପକାର ପାଏ। ତେଣୁ ସେ ଏହି ଉପଦେଶଟିକୁ କସ୍ତୁରବାଙ୍କୁ ଦେବା ପାଇଁ ମନସ୍ଥ କଲେ। ଗାନ୍ଧିଜୀ କସ୍ତୁରବାଙ୍କୁ କହିଲେ, ତୁମେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରିଦିଅ। ଧେତ୍, ଲୁଣ ବିନା ଖାଦ୍ୟ ତ ସୁସ୍ୱାଦ ଲାଗେ ନାହିଁ। ଲୁଣ ବିନା କ'ଣ ଖାଦ୍ୟ ଖାଇ ହୁଏ? କସ୍ତୁରବା ଅମଙ୍ଗ ହୋଇ କହିଲେ, ତୁମେ ଅବୁଝା ହେଉଛ କାହିଁକି? ତୁମର ପରା ଦେହ ଖରାପ। କିଛି ଦିନ ଲୁଣ ଛାଡ଼ିଦେଲେ ହୁଏତ ଆରୋଗ୍ୟ ହୋଇପାରନ୍ତା। ଗାନ୍ଧିଜୀ ଏହିପରି କସ୍ତୁରବାଙ୍କୁ ବୁଝାଇଲେ। କସ୍ତୁରବା ଟିକେ ମୁହଁ ଶୁଖାଇ କହିଲେ, ଯଦି ତୁମକୁ କିଏ ଲୁଣ ଛାଡ଼ିଦେବାକୁ କହେ, ତୁମେ କ'ଣ ଲୁଣ ଖାଇବାକୁ ବନ୍ଦ କରିପାରିବ? ଗାନ୍ଧିଜୀ ଭାବିଲେ, ଏ ତ ଠିକ୍ କଥା। ପରକୁ କହିବା ଯେତିକି ସହଜ, ନିଜେ କରି ଦେଖାଇବା ସେତିକି ସହଜ ନୁହେଁ। ଏହି କଥାକୁ ନେଇ ସେ ଚିନ୍ତା କରିବାକୁ ଲାଗିଲେ। ଆମେ ଯାହା ଅନ୍ୟଙ୍କୁ କହୁ, ପ୍ରଥମ ନିଜେ କରି ଦେଖାଇବା ଉଚିତ। ତେବେ ଯାଇ ଏହା ଅନ୍ୟମାନଙ୍କ ଉପରେ ପ୍ରଭାବ ପଡ଼ିବ। ଏହି କଥାଟି ଗାନ୍ଧିଜୀ ମନେ ମନେ ବିଚାର କଲେ। କସ୍ତୁରବାଙ୍କୁ ଦେଖାଇଥିବା ଉପଦେଶଟିକୁ ନିଜେ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ କଲେ। ଗାନ୍ଧିଜୀ କସ୍ତୁରବାଙ୍କୁ ଏଥର କହିଲେ, ମୋତେ ଯଦି ରୋଗ ହୋଇଥାନ୍ତା, ଚିକିତ୍ସକ ଯେଉଁ ଜିନିଷ ଖାଇବାକୁ ବାରଣ କରିଥାନ୍ତେ, ମୁଁ ଅବଶ୍ୟ ତାହା ଖାଇବା ବନ୍ଦ କରିଥାନ୍ତି। ଏଥିରେ ସୁଫଳ ମିଳିଥାନ୍ତା। ମୁଁ ତୁମକୁ ଲୁଣ ଖାଇବାକୁ ମନା କରିଛି। ତେଣୁ ପ୍ରଥମେ ମୁଁ ଗୋଟିଏ ବର୍ଷ ପାଇଁ ଲୁଣ ଛାଡ଼ି ଦେଉଛି। ସତକୁ ସତ ଗାନ୍ଧିଜୀ ସେହି ମୁହୂର୍ତ୍ତରୁ ବିନା ଲୁଣରେ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିଦେଲେ। ତାଙ୍କର ଏହି ଆଚରଣ କସ୍ତୁରବା ଉପରେ ଖୁବ୍ ପ୍ରଭାବ ପକାଇଲେ। ତେଣୁ କସ୍ତୁରବା ମଧ୍ୟ ଏଣିକି ଲୁଣ ନ ମିଶାଇ ଖାଦ୍ୟ ଖାଇବାକୁ ଅଭ୍ୟାସ କଲେ। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଉଠିଲେ। ସାନୁଙ୍କ କାହାଣୀ ଶୁଣାଇବା ପରେ ମା
ଧନ୍ୟବାଦ।